এবং ଯେଉଁମାନେ ବାବାଙ୍କୁ କାୟ ମନ ବାକ୍ୟରେ ଭଲ ପାଆନ୍ତି, ଅନ୍ତରାତ୍ମାର ସହିତ ଭଲ ପାଆନ୍ତି, ହୃଦୟ ଭିତରେ ତାଙ୍କୁ ଧରି ରଖିଛନ୍ତି, ସମସ୍ତେ ଆଜି ତାଙ୍କ ପାଦ ପଦ୍ମରେ ଶରଣାଗତ ହୋଇ ତାଙ୍କର କୃପା ଆଶୀଷ ଗ୍ରହଣ କରନ୍ତୁ, ଏତିକି କାମନା କରୁଛୁ। ଦ୍ୱିତୀୟତଃ, ବାବାଙ୍କର ଯେଉଁ ଭବିଷ୍ୟମାଳିକା, ଆଗତ ଭବିଷ୍ୟମାଳିକା ଉପରେ ତାଙ୍କର ଯେଉଁ ଜ୍ଞାନ, ଯେଉଁ ବିଚାର, ଯେଉଁ ବିଦ୍ବତ୍ତା, ଯେଉଁ ପାଣ୍ଡିତ୍ୟ, ତାହା ଓଡ଼ିଶାର କ୍ୱଚିତ ଲୋକଙ୍କ ପାଖରେ ରହିଛି। ସମସ୍ତଙ୍କ ଭିତରେ ଅହଙ୍କାର ରାଜୁତି କରୁଛି। ଏ ଏକମାତ୍ର ଜଣେ ନିରହଙ୍କାରୀ ବ୍ୟକ୍ତିତ୍ୱ, ସମ୍ମାନସ୍ପଦ ବ୍ୟକ୍ତିତ୍ୱ, ଜୀବନରେ ସାମାନ୍ୟତମ ଅହଙ୍କାର ଆଣିନାହାନ୍ତି। ଜୀବନକୁ ଉପଲବ୍ଧି କରି ଜୀବନତ୍ୱ ମାଧ୍ୟମରେ ସଂସାରର ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଶିଷ୍ୟମାନଙ୍କୁ ଯେଉଁ ଜ୍ଞାନ ଦେଇଛନ୍ତି, ସେ ଜ୍ଞାନ ହେଉଛି ଅମୃତ। ଏବଂ ଏ କଳିଯୁଗର କଳିଗତ ମାନବକୁ ଅମୃତ ରୂପକ ଜ୍ଞାନ ବାଣ୍ଟି ଆଜି ସମସ୍ତଙ୍କର ସେଇ ପାରିଛନ୍ତି ପ୍ରିୟ ଆପଣାର ପରମ ପୂଜ୍ୟ ସମ୍ମାନସ୍ପଦ ସୁରଦାସଜୀ ମହାରାଜ। ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛୁ। ଆପଣ ସମସ୍ତଙ୍କୁ ଏ କଳିଯୁଗର କଳିଗତ ମାନବଙ୍କୁ ଆପଣ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କର ଚିନ୍ତା ଚେତନାର ପରିବର୍ତ୍ତନ ହଉ, କାରଣ ଆଜି କଳିଯୁଗରେ କେହି ସତରେ ନାହାନ୍ତି, କେହି ଠିକରେ ନାହାନ୍ତି। ସମସ୍ତଙ୍କର ସବୁ କିଛି ଅଛି, ଘର ଅଛି, ଦ୍ୱାର ଅଛି, ସଂସାର ଅଛି, ଟଙ୍କା ପଇସା ଅଛି, ଗାଡ଼ି ଘୋଡ଼ା ଅଛି, ଅଥଚ କେହି ସୁଖରେ ନାହାନ୍ତି, ଶାନ୍ତିରେ ନାହାନ୍ତି, ଆନନ୍ଦରେ ନାହାନ୍ତି। ସେ କଥା କେହି ଚିନ୍ତା କରୁନାହାନ୍ତି। ତେଣୁ ବାବା ସବୁବେଳେ କହନ୍ତି ଭକ୍ତମାନଙ୍କୁ, ଶିଷ୍ୟମାନଙ୍କୁ, ଯେ ବାପା ସତରେ ରୁହ, ସତ କୁହ, ସତ ଥିଲେ ଭାତ ମିଳେ। ଯେତିକି ସତ ରହିବ ସେତିକି ତମେ ଜଗନ୍ନାଥଙ୍କର କୃପା ଆଶୀର୍ବାଦ ପାଇପାରିବ। ଆମର ଆଜିର 78ତମ ଏଇ ଜନ୍ମଦିବସ ଅବସରରେ ବାବା ସମସ୍ତଙ୍କୁ ଆଶୀର୍ବାଦ କରୁଛନ୍ତି, ସମସ୍ତଙ୍କୁ ଆଶୀର୍ବାଦ କରି କହୁଛନ୍ତି, ରେ ମୋ ଭକ୍ତମାନେ, ଜଗନ୍ନାଥ ଯେଭଳି ମୋତେ ଭଲ ପାଉଛନ୍ତି, ମୋ ମାଧ୍ୟମରେ ଜଗନ୍ନାଥ ତମକୁ ଭଲ ପାଆନ୍ତୁ। ତମେ ସଚରାଚର ଜଗତରେ ଏଭଳି ପୁଣ୍ୟ କାମ କର, ଏଭଳି ଭଲ କାମ କର, ମରିଗଲା ପରେ ଯଶ କୀର୍ତ୍ତି ମାନ ପାଇବ। କାରଣ ସମାଧାନରେ ଯେତେ ଲୋକ ଯାଆନ୍ତି ସେଇଥିରୁ ଜଣାପଡ଼େ ଲୋକର ପରିଚୟ, ଲୋକର ବ୍ୟକ୍ତିତ୍ୱ, ଲୋକର ଆତ୍ମମର୍ଯ୍ୟାଦା। ତେଣୁ ଏଠି ଯେଉଁମାନେ ଆସିଛନ୍ତି ବା ଯେଉଁମାନେ ଆସିପାରିନାହାନ୍ତି, ସମସ୍ତଙ୍କୁ ବାବା ଆଜିର ଏଇ 78ତମ ଜନ୍ମଦିବସ ଅବସରରେ ସମସ୍ତଙ୍କୁ କୃପା ଆଶୀଷ ପ୍ରଦାନ କରନ୍ତୁ। ସମସ୍ତଙ୍କର ଜୀବନ ଦୀର୍ଘାୟୁ ହଉ, ନିରୋଗୀ ହେଇ ରହନ୍ତୁ ଏବଂ ଯୋଉଠି ଯାଆନ୍ତୁ ସମସ୍ତେ ମୁକ୍ତକଣ୍ଠରେ କହନ୍ତୁ, ଆମେ ହେଉଛୁ ସୁରଦାସଜୀ ମହାରାଜଙ୍କର ପରମ ଭକ୍ତ ଶିଷ୍ୟ ଏବଂ ଆମେ ଯୋଉଠି ରହିବୁ ତାଙ୍କର ଗୁଣଗାନ କରିବୁ, ତାଙ୍କର କଥା ଅମୃତ ବାଣୀକୁ ସଚରାଚର ଜଗତରେ ପ୍ରଚାର ପ୍ରସାର କରିବୁ ଏବଂ ସମଗ୍ର ବିଶ୍ୱକୁ ଗୋଟେ ଆଧ୍ୟାତ୍ମିକ ଚେତନାରେ ଉଦ୍ବୁଦ୍ଧ କରିବୁ। ଆଜିର ଏହି ପବିତ୍ର ଦିବସରେ ମୁଁ ଆଜି ପରମ ପୂଜ୍ୟ ସମ୍ମାନସ୍ପଦ ଏହି ବାବାଙ୍କର ପାଦ ପଦ୍ମରେ କୋଟି କୋଟି ନିବେଦନ କରିବି ଏବଂ ପ୍ରଣତି କରିବି ଯେ ଆମ ସମସ୍ତଙ୍କୁ ମହାପ୍ରଭୁ ଭଲରେ ରଖନ୍ତୁ। ଆପଣଙ୍କର କୃପା ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ